जाबेस एक गुरुत्वपूर्ण प्रार्थना करुछंती। ईश्वर को प्रार्थना कर कहउछंती, आशीर्वाद कर, सीमा वृद्धि कर, तुम्भे आंभर सहाय हुओ और मंदरु रक्षा कर। तेणु ईश्वर तांको तांको भाई मानक मध्यरे संभ्रांत कले। ए गुरुत्वपूर्ण प्रार्थना आम प्रत्येक जीवन में आवश्यक। आज कौन आम प्रार्थना जाबेसंक परी मुगति प्रदीप सेही निराशरे आशा देई ए घोर दुर्दिन काले बंधुर पथ धारे दिए से जे शांति शिखा दिए से जे प्रिय दर्शक बंधु नमस्कार। प्रभु जीशु ख्रीष्ट मधुर नाम आपण को पथ प्रदर्शिका कार्यक्रम को स्वागत करुअछि। आपण आज केमिति अछंती? मोर विश्वास प्रभुंक दया और अनुग्रह आपण निश्चय भल थिबे। आपण नियमित आम कार्यक्रम देखुछंती, शिक्षा लाभ करुअछंती और आत्मिक जीवन रे बढ़ुछंती। सेतिपे मु विशेष आनंदित। आपणक मतामत निश्चय हमको टीवी स्क्रीन रे दी जाइथिबा नंबर रे जणाइबे। आमे आपणको फोन कॉल रो अपेक्षा रे अछु। आमे वर्तमान प्रथम वंशावली पुस्तक अध्ययन करुछु। प्राय दाऊदक राजत्वर 100 वर्ष परर घटना वर्णना करा जायछि। हुए तो बाबिलोन रु निर्वासन परर घटना आमे देखु। वंशावली पुस्तक रे आमे परिवार रो इतिहास देखु, जेपरि इस्राएलियो माने जानि परिबे जे सेमानको गोष्ठी केउठारु आरंभ होइछि। आमे चारि पर्व रे विशेष भावे जिहुदा और सिमियन को परिवार देखु। प्रथम 23 पदरे जिहुदार परिवार विषय कुहा जायछि। प्रथम भागरे जिहुदार संतान मानक विषय कुहा जायछि। जिहुदा इस्राएल रो बड़ गोष्ठी थिले। आमे एही वंशावली मध्यरे जाबेसंक प्रार्थना को गुरुत्व दिया जायछि। जाबेस एक गुरुत्वपूर्ण प्रार्थना करुछंती। ईश्वर को प्रार्थना कर कहउछंती, आशीर्वाद कर, सीमा वृद्धि कर, तुम्हें आंबर सहाय हुओ और मंदरु रक्षा कर। तेणु ईश्वर तांकु तांको भाई मानक मध्यरे संभ्रांत कले। ए गुरुत्वपूर्ण प्रार्थना आम प्रत्येक जीवन में आवश्यक अटे। आम 5 पर्व रे रूबेन, गाद और मनसी विषय अध्ययन करू। रूबेन ईश्वर दृष्टि रे पाप कले और ईश्वर आशीर्वाद वंचित हेले। तांको पाप परिवार अन्य मानक उपरे मध्य प्रभाव पकाइथिला। तेबे आसंतु ए संपर्क रे अधिक आलोचना करिबा पूर्वरु एक भक्तिमूलक गीत सुनिबा। सदा प्रभु मोर प्रतिपालक, सदा प्रभु मोर प्रिय पालक, सदा प्रभु मोर प्रतिपालक, सदा प्रभु मोर प्रिय पालक। अभाव मोहर हेब नहीं, हेब नहीं, हेब नहीं, सदा प्रभु मोर प्रतिपालक, सदा प्रभु मोर प्रिय पालक।
ସ୍ଥାନରେ ଶୟନ କରାନ୍ତି, ସ୍ଥିର ଜଳ ପାଖେ ପାଖେ କଢ଼ାଇ ନିଅନ୍ତି। ସେ ମୋର ପ୍ରାଣକୁ ସୁସ୍ଥ କରନ୍ତି, ଧର୍ମ ପଥେ ମତେ ବଢ଼ାଇ ନିଅନ୍ତି। ସଦା ପ୍ରଭୁ ମୋର ପ୍ରତିପାଳକ, ସଦା ପ୍ରଭୁ ମୋର ପ୍ରିୟ ପାଳକ। ମୃତ୍ୟୁ ଛାୟା ପଥରେ କରିଲେ ଗମନ, ଆପଦକୁ କେବେ ହେଲେ କରିବିନି ଭୟ। ମୃତ୍ୟୁ ଛାୟା ପଥରେ କରିଲେ ଗମନ, ଆପଦକୁ କେବେ ହେଲେ କରିବିନି ଭୟ। ତୁମେ ସହବର୍ତ୍ତୀ, ତୁମେ ମୋର ସାଥୀ, ସାନ୍ତ୍ୱନା ମୋହର ପ୍ରଭୁ ତୁମ ଯଷ୍ଟି। ସଦା ପ୍ରଭୁ ମୋର ପ୍ରତିପାଳକ। ସଦା ପ୍ରଭୁ ମୋର। ଆଜି ଆମେ ସେହି ପୁରାତନ ନିୟମର ପ୍ରଥମ ବଂଶାବଳୀ ପୁସ୍ତକ ତହିଁର 4 ଓ 5 ପର୍ବ ଅଧ୍ୟୟନ କରିବାକୁ ଯିବା। ତେବେ ଆଜିର ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେଉଛି ବଂଶାବଳୀ। ପ୍ରଥମ ବଂଶାବଳୀ 4 ପର୍ବରୁ 5 ପର୍ବ ମଧ୍ୟରେ ଆମେ ଆଉ କେତେକ ବଂଶାବଳୀ ଦିଆଯାଇଥିବାର ଲକ୍ଷ୍ୟ କରିବାକୁ ପାରିବା। ଗତ ଆଲୋଚନାରେ ଆମେ ପ୍ରଥମ ବଂଶାବଳୀ ପ୍ରଥମ ପର୍ବରୁ 3 ପର୍ବ ମଧ୍ୟରେ ବିଶେଷ କରି ଅବ୍ରାହମ, ଇସାହାକ, ଜାକୁବ, ଜିହୁଦା ଓ ଜିହୁଦାଙ୍କ ବଂଶଧର ମଧ୍ୟରୁ ଯିସିର ଔରସରୁ ଦାଉଦଙ୍କ ପରିବାର ବିଷୟ ନେଇ କିଛି ଆଲୋଚନା କରିଥିଲୁ। ଏହି ସମସ୍ତ ବଂଶଧର ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଡ଼କୁ ଅଗ୍ରସର ହୋଇଥିଲେ ତାହା ମଧ୍ୟ ଆମେ ଲକ୍ଷ୍ୟ କରିଥିଲୁ, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଦାଉଦଙ୍କ ବଂଶରେ ଜନ୍ମଗ୍ରହଣ କରିବାକୁ ଥିଲା ଓ ଦାଉଦ ସନ୍ତାନ ନାମରେ ନାମିତ ହେବାକୁ ଥିଲା। ତେବେ ପ୍ରଥମ 3 ପର୍ବ ମଧ୍ୟରେ ଆମେ ବିଶେଷ କରି ଇସ୍ରାଏଲର 12 ଗୋଷ୍ଠୀ ମଧ୍ୟରୁ ଜିହୁଦା ଗୋଷ୍ଠୀର ଭାବି ବଂଶଧରଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ସେମାନଙ୍କର ବଂଶାବଳୀ ଉଲ୍ଲେଖ କରାଯାଇଥିବାର ଆମେ ଲକ୍ଷ୍ୟ କରିଥିଲୁ। ତେବେ ଏହି 4 ପର୍ବରେ ମଧ୍ୟ ଆମେ ଜିହୁଦାର ଭାବି ବଂଶଧରଙ୍କ ବଂଶାବଳୀ କାଲେବ ଓ ଏଲାଙ୍କ ମଧ୍ୟ ଦେଇ ଉପସ୍ଥାପିତ ହୋଇଥିବାର ଲକ୍ଷ୍ୟ କରିବାକୁ ପାରୁଅଛୁ। କେବଳ ସେତିକି ନୁହେଁ, ଏଥିସହିତ ସିମିଓନଙ୍କର ଭାବି ବଂଶଧରଙ୍କର ବଂଶାବଳୀ ମଧ୍ୟ ପ୍ରଦାନ କରାଯାଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରୁଅଛୁ। ଏହି ସିମିଓନ ମଧ୍ୟ ଜାକୁବଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣେ, ବା ଆମେ କହିପାରିବା ଇସ୍ରାଏଲର 12 ଗୋଷ୍ଠୀ ମଧ୍ୟରୁ ଗୋଟିଏ ଗୋଷ୍ଠୀ। ଏହାପରେ 5 ପର୍ବ ନିର୍ବାସିତ ହେବା ନିମନ୍ତେ ରୁବେନକୁ ଚିହ୍ନିତ କରାଏ। ଏହି ରୁବେନ ଇସ୍ରାଏଲର 12 ଗୋଷ୍ଠୀ ମଧ୍ୟରୁ ଏକ ଗୋଷ୍ଠୀ, ଅର୍ଥାତ୍ ଜାକୁବଙ୍କର 12 ପୁତ୍ରଙ୍କ ମଧ୍ୟରୁ ଏକ ପୁତ୍ର। ଦେଖନ୍ତୁ 5 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଇସ୍ରାଏଲର ପ୍ରଥମଜାତ ରୁବେନର ସନ୍ତାନଗଣର କଥା। ରୁବେନ ପ୍ରଥମଜାତ ଥିଲା, ମାତ୍ର ସେ ଆପଣା ପିତୃଶଯ୍ୟା ଅଶୁଚି କରିବାରୁ ତାହାର ଜ୍ୟେଷ୍ଠାଧିକାର ଇସ୍ରାଏଲର ପୁତ୍ର ଯୋସେଫର ପୁତ୍ରମାନଙ୍କୁ ଦିଆଗଲା। ତଥାପି ଜ୍ୟେଷ୍ଠାଧିକାର ଅନୁସାରେ ବଂଶାବଳୀ ଲେଖା ହୁଏ ନାହିଁ, କାରଣ ଜିହୁଦା ଆପଣା ଭ୍ରାତୃଗଣ ଅପେକ୍ଷା ପରାକ୍ରମୀ ହେଲା ଓ ତାହାଠାରୁ ଅଧିପତି ଉତ୍ପନ୍ନ ହେଲେ, ମାତ୍ର ଜ୍ୟେଷ୍ଠାଧିକାର ଯୋସେଫର ହେଲା। ଏହି ଅଂଶରୁ ଆମେମାନେ ଜାଣିବାକୁ ପାରୁଛୁ ଯେ ରୁବେନ ଇସ୍ରାଏଲର, ବା ଆମେ କହିପାରିବା ଜାକୁବଙ୍କର ପ୍ରଥମଜାତ ପୁତ୍ର ଥିଲେ ବା ଜ୍ୟେଷ୍ଠ ପୁତ୍ର ଥିଲେ। ଆଉ ସାଧାରଣତଃ ଜ୍ୟେଷ୍ଠ ପୁତ୍ର ଜ୍ୟେଷ୍ଠାଧିକାର ପ୍ରାପ୍ତ ହୋଇଥାଏ। ଏହା ମଧ୍ୟ ବାଇବଲ ସମ୍ମତ। କିନ୍ତୁ ରୁବେନ ନିଜର ଅପକର୍ମ ଲାଗି ତାହାର ଜ୍ୟେଷ୍ଠାଧିକାର ହରାଇ ବସିଲା ଓ ସେହି ଜ୍ୟେଷ୍ଠାଧିକାର ଜିହୁଦାକୁ ଦିଆ ନଯାଇ ଯୋସେଫଙ୍କୁ ଦିଆଗଲା। କିନ୍ତୁ ସେ ଯାହା ହେଉନା କାହିଁକି ଜିହୁଦା ପ୍ରାଧାନ୍ୟ ବିସ୍ତାର କଲା ଓ ଜିହୁଦା ମଧ୍ୟରୁ ଶାସକ ବାହାରିଲେ। ଏହି ପର୍ବରେ ଗାଦ ବଂଶଧରଙ୍କର
ଓ ଯୋସେଫଙ୍କର ପୁତ୍ର ମନସୀର ଅର୍ଦ୍ଧବଂଶର ଇତିହାସ ପ୍ରଦାନ କରାଯାଇଅଛି ସେମାନଙ୍କର ନିର୍ବାସିତ ହେବା ପର୍ଯ୍ୟନ୍ତ ଓ ଶେଷ ଦୁଇଟି ପଦ ନିର୍ବାସିତ ହେବାର କାରଣ ପ୍ରଦାନ କରନ୍ତି। ଦେଖନ୍ତୁ ଏହି ପ୍ରଥମ ବଂଶାବଳୀ 5 ପର୍ବର 25 ଓ 26 ପଦରେ ଏହିପରି ଲେଖା ଅଛି, ଅନନ୍ତର ସେମାନେ ଆପଣା ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କଲେ। ଆଉ ପରମେଶ୍ୱର ଯେଉଁ ଦେଶୀୟ ଲୋକମାନଙ୍କୁ ସେମାନଙ୍କ ସମ୍ମୁଖରେ ବିନାଶ କରିଥିଲେ, ସେମାନେ ସେମାନଙ୍କ ଦେବଗଣର ଅନୁଗାମୀ ହୋଇ ବ୍ୟଭିଚାର କଲେ। ତହିଁରେ ଇସ୍ରାଏଲର ପରମେଶ୍ୱର ଅସୁରର ରାଜା ପୁଲର ମନକୁ ଓ ଅସୁରର ରାଜା ତିଗ୍ଲତ୍ ପିଲ୍ନେସରର ମନକୁ ଉତ୍ତେଜିତ କଲେ। ତହିଁରେ ସେ ସେମାନଙ୍କୁ ଅର୍ଥାତ୍ ରୁବେନୀୟ ଓ ଗାଦୀୟ ଓ ମନସୀର ଅର୍ଦ୍ଧବଂଶୀୟ ଲୋକଙ୍କୁ ହଲହ ଓ ହାବୋର ଓ ହାରା ଓ ଗୋସନ ନଦୀ ତୀରକୁ ଆଣିଲା। ଅଦ୍ୟାପି ସେମାନେ ସେଠାରେ ଅଛନ୍ତି। ପ୍ରିୟ ବନ୍ଧୁ, ଏହି ପ୍ରଥମ ବଂଶାବଳୀ ପୁସ୍ତକର 4 ଓ 5 ପର୍ବରେ ଆମ୍ଭମାନଙ୍କ ନିମନ୍ତେ ଅନେକ କିଛି ଆତ୍ମିକ ଶିକ୍ଷା ରହିଅଛି। 4 ପର୍ବରେ ଆମେ ଦେଖୁ ଯେ ବିଶେଷରେ କାଲେବଙ୍କ ମଧ୍ୟ ଦେଇ ଜିହୁଦାର ଭାବି ବଂଶଧରଙ୍କର ପରିଚୟ ପ୍ରଦାନ କରାଯାଇଅଛି। କାହିଁକି ଜାଣନ୍ତି? ଯେହେତୁ କାଲେବ ମଧ୍ୟ ସେହି 12 ଜଣ ଗୁପ୍ତଚରମାନଙ୍କ ମଧ୍ୟରୁ ଜଣେ ଥିଲେ, ଯେଉଁମାନେ କି ସେହି କିଣାନ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲେ। ମାତ୍ର ଅନ୍ୟ 10 ଜଣ ଗୁପ୍ତଚରମାନଙ୍କ ଅପେକ୍ଷା ଜିହୋଶୁଆ ଓ କାଲେବଙ୍କର ସମ୍ବାଦ ଅତି ଚମତ୍କାର ଥିଲା। ସେମାନଙ୍କର ସମ୍ବାଦ ଭୟ ଉପରେ ପର୍ଯ୍ୟବେସିତ ନ ହୋଇ ବିଶ୍ୱାସ ଉପରେ ପର୍ଯ୍ୟବେସିତ ଥିଲା। ଏହି ଜିହୋଶୁଆ ଓ କାଲେବ ସେମାନଙ୍କର ଈଶ୍ୱରଙ୍କ ପ୍ରତି ବିଶ୍ୱାସ ହେତୁ ଓ ଈଶ୍ୱରଙ୍କ ପ୍ରତିଜ୍ଞା ଉପରେ ନିର୍ଭର କରିବା ହେତୁ ସେହି କିଣାନ ଦେଶର ଦୀର୍ଘକାୟ ମନୁଷ୍ୟମାନଙ୍କୁ ଦେଖି ଭୟ କରିନଥିଲେ, ମାତ୍ର ବିଶ୍ୱାସର ସହିତ ସେହି ପ୍ରତିଜ୍ଞାତ ଦେଶକୁ ଅଧିକାର କରିବା ନିମନ୍ତେ ଆଗେଇ ଯାଇଥିଲେ। ଦେଖନ୍ତୁ ଗଣନା 13 ପର୍ବର 30 ପଦରେ ଏହିପରି ଲେଖା ଅଛି, ତହିଁରେ କାଲେବ ମୂଷାଙ୍କ ପକ୍ଷରୁ ଲୋକମାନଙ୍କୁ କ୍ଷାନ୍ତ କରି କହିଲେ, ଆସ ଆମ୍ଭେମାନେ ଏକାବେଳକେ ଉଠିଯାଇ ତାହା ଅଧିକାର କରୁ, ତାହା ପରାସ୍ତ କରିବାକୁ ଆମମାନଙ୍କର ଯଥେଷ୍ଟ ବଳ ଅଛି। ତେଣୁକରି ଆପଣ ଦେଖନ୍ତୁ, ଜିହୋଶୁଆ ଓ କାଲେବ ସେହି କିଣାନ ଦେଶ ଅଧିକାର କରିବା ନିମନ୍ତେ ସମର୍ଥ ହୋଇଥିଲେ, ମାତ୍ର ଅନ୍ୟ ସମସ୍ତେ ସେହି ପ୍ରାନ୍ତର ମଧ୍ୟରେ ମୃତ୍ୟୁବରଣ କଲେ, ଯେଉଁମାନେ କି 20 ବର୍ଷରୁ ଊର୍ଦ୍ଧ୍ୱ ଥିଲେ। ସ୍ୱର୍ଗୀୟ ଉତ୍ତରାଧିକାର ସ୍ୱରୂପେ କାଲେବଙ୍କୁ ହିବ୍ରୋନ ଦତ୍ତ ହୋଇଥିଲା। ବାସ୍ତବରେ କାଲେବଙ୍କର ଈଶ୍ୱରଙ୍କର ପ୍ରତିଜ୍ଞା ଉପରେ ଦୃଢ଼ ବିଶ୍ୱାସ ତାହାଙ୍କୁ ସେହି କିଣାନ ଦେଶର ଅଧିକାରୀ କରାଇଥିଲା, ଯାହାକି ଈଶ୍ୱର ତାଙ୍କର ମନୋନୀତ ଜାତି ଇସ୍ରାଏଲ ସନ୍ତାନଗଣକୁ ସେମାନଙ୍କର ଅନନ୍ତକାଳୀନ ଅଧିକାର ସ୍ୱରୂପେ ପ୍ରଦାନ କରିଥିଲେ। ଏଥିନିମନ୍ତେ କାଲେବଙ୍କର ଅବଦାନ ଉଲ୍ଲେଖନୀୟ। ଏତଦ୍ୱାରା ସେ ଇସ୍ରାଏଲ ଜାତି ପ୍ରତି ଈଶ୍ୱରଙ୍କର ଅନନ୍ତକାଳୀନ ନିୟମକୁ ସ୍ମରଣ କରାଇ ଦିଅନ୍ତି, ଯାହାକି ଈଶ୍ୱର ଭବିଷ୍ୟତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ ତାହା ସଫଳ କରିବାକୁ ଯାଉଅଛନ୍ତି। ଦିନ ଆସୁଅଛି ଇସ୍ରାଏଲ ଜାତି ସେମାନଙ୍କର ଅନନ୍ତକାଳୀନ ଅଧିକାର ସ୍ୱରୂପେ ସେହି କିଣାନ ଦେଶକୁ ଅର୍ଥାତ୍ ପାଲେଷ୍ଟାଇନ ଦେଶକୁ ଅଧିକାର କରି ତହିଁରେ ଶାନ୍ତିରେ ବସବାସ କରିବେ। ସେହିପରି 5 ପର୍ବରେ ଆମେ ଦେଖୁଛୁ ଯେ ରୁବେନ ଆପଣା ପିତୃଶଯ୍ୟା ଅଶୁଚି କରିବାରୁ ଅର୍ଥାତ୍ ବ୍ୟଭିଚାର ଜନିତ ପାପରେ ଲିପ୍ତ ହୋଇ ଅଶୁଚି ହେବାରୁ ନିଜର ଜ୍ୟେଷ୍ଠାଧିକାର ହରାଇ ବସିଲା। ଈଶ୍ୱରଙ୍କର ଆଶୀର୍ବାଦରୁ ବଞ୍ଚିତ ହେଲା, କିନ୍ତୁ ତାହା ଯୋସେଫଙ୍କର ସନ୍ତାନଗଣକୁ ଦିଆଗଲା। ଯେହେତୁ ଯୋସେଫ ଈଶ୍ୱରଙ୍କର ମନର ମତ ବ୍ୟକ୍ତି ଥିଲେ, କିନ୍ତୁ ଆମେ ଦେଖୁ ଯେ ରୁବେନୀୟ, ଗାଦୀୟ ଓ ମନସୀର ଅର୍ଦ୍ଧବଂଶ ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରି ବିଦେଶୀୟ ଦେବତାଗଣର ଅନୁଗାମୀ ହୋଇ ବ୍ୟଭିଚାର କରିବା ଦ୍ୱାରା ଶତ୍ରୁ ହସ୍ତରେ ବନ୍ଦୀ ହୋଇ ନିର୍ବାସିତ ହେଲେ, ଯାହାକି ଆମେ ଏହି 5 ପର୍ବର ଶେଷାଂଶରେ ଦେଖୁ। ସେମାନେ ସଦାପ୍ରଭୁଙ୍କର ପ୍ରତିଜ୍ଞା ଉପରେ ମଧ୍ୟ ବିଶ୍ୱାସ କରିପାରିନଥିଲେ। ସେଥିପାଇଁ ସେମାନେ ଜର୍ଦ୍ଦନର ପୂର୍ବ ପାରିରେ ସେମାନେ ବସବାସ କଲେ, ମାତ୍ର ଜର୍ଦ୍ଦନ ପାର ହୋଇ ସେହି କିଣାନ ଦେଶରେ ବସବାସ କଲେ ନାହିଁ। ଏହା ହିଁ ହେଉଛି ଈଶ୍ୱର ବିହୀନ ଜୀବନର ପ୍ରତିଫଳ। ଯେଉଁମାନେ ଈଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ ଜୀବନଯାପନ କରି ତାହାଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରନ୍ତି ଓ ସତ୍ୟ ଲଙ୍ଘନ କରି ପାପରେ ପତିତ ହୁଅନ୍ତି ଓ ପ୍ରତିମା ପୂଜାରେ ଆସକ୍ତ ହୋଇ ବ୍ୟଭିଚାରର କର୍ମରେ ଲିପ୍ତ ହୁଅନ୍ତି, ସେମାନେ ଈଶ୍ୱରଙ୍କର ଅଭିଶାପର ପାତ୍ରପାତ୍ରୀ ହୁଅନ୍ତି, ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଶତ୍ରୁ ହସ୍ତରେ ପତିତ ହୁଅନ୍ତି, ସେମାନେ ଦୁଃଖ ପାଆନ୍ତି। ଇସ୍ରାଏଲ ସନ୍ତାନଗଣ ଯଦି ଈଶ୍ୱରଙ୍କଠାରୁ ଶାସ୍ତି ଭୋଗିଥାନ୍ତି ଓ ଅଭିଶାପ ପାଇଥାନ୍ତି, ତାହେଲେ ତାହା କେବଳ 2ଟି କାରଣ ହେତୁ। ଗୋଟିଏ ହେଉଛି ବ୍ୟଭିଚାର
ଓ ଅନ୍ୟଟି ହେଉଛି ପ୍ରତିମା ପୂଜା ରୂପକ ପାପ। ଈଶ୍ୱର ଏହି ଦୁଇଟି ବିଷୟକୁ ଅତିଶୟ ଘୃଣା କରନ୍ତି। ଏହି ପ୍ରକାର ପାପରେ ଲିପ୍ତ ଥିବା ବ୍ୟକ୍ତି କେବେ ହେଲେ ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ ହୋଇପାରେ ନା। ଆପଣ ଯଦି ଇତିହାସକୁ ଲକ୍ଷ୍ୟ କରିବେ ତାହେଲେ ଜାଣିପାରିବେ ଯେ ଏହି ରୁବେନୀୟ, ଗାଦୀୟ ଓ ମନସୀର ଅର୍ଦ୍ଧବଂଶ ଜର୍ଦ୍ଦନ ନଦୀକୁ ଅତିକ୍ରମ କରିଯାଇ ସେହି ପ୍ରତିଜ୍ଞାତ କିଣାନ ଦେଶରେ ବସବାସ କରିବାକୁ ଚାହିଁଲେ ନାହିଁ, ମାତ୍ର ଜର୍ଦ୍ଦନ ନଦୀର ପୂର୍ବ ପାରିରେ ବସବାସ କରିବାକୁ ଚାହିଁଲେ, କାରଣ ସେମାନେ ଈଶ୍ୱରଙ୍କର ପ୍ରତିଜ୍ଞାଯୁକ୍ତ ବାକ୍ୟ ଉପରେ ବିଶ୍ୱାସ କରିପାରିଲେ ନାହିଁ। କେବଳ ସେତିକି ନୁହେଁ, ସେମାନେ ଈଶ୍ୱରଙ୍କର ନିୟମକୁ ଲଙ୍ଘନ କରି ସେହି ଜର୍ଦ୍ଦନ ନଦୀର ଉପତ୍ୟକାରେ ଏକ ବେଦୀ ସ୍ଥାପନ କଲେ, ଯେପରି ସେହି ବେଦୀ ସେମାନଙ୍କ ସହିତ ଜର୍ଦ୍ଦନର ପଶ୍ଚିମ ପାରିରେ ରହୁଥିବା ସେମାନଙ୍କର ଗୋଷ୍ଠୀମାନଙ୍କ ସହିତ ଏକତାର ସାକ୍ଷୀ ହୁଏ। କିନ୍ତୁ ସେମାନେ ସେପରି ଅନ୍ୟତ୍ର ସ୍ଥାନରେ ବେଦୀ ସ୍ଥାପନ କରିବା ଉଚିତ ନଥିଲା। କେବଳ ସେତିକି ନୁହେଁ, ସେମାନେ ଅନ୍ୟାନ୍ୟ ବିଦେଶୀୟ ଦେବତାଗଣର ଅନୁଗାମୀ ହୋଇ ବ୍ୟଭିଚାର କଲେ। ଏପରିକି ରୁବେନ ଆପଣା ପିତାର ଉପପତ୍ନୀ ବିଲ୍ହା ସହିତ ଅବୈଧ କାର୍ଯ୍ୟରେ ଲିପ୍ତ ହେଲା ଓ ବ୍ୟଭିଚାର କରି ପାପରେ ପତିତ ହେଲା, ଯାହାକି ଆପଣ ଆଦିପୁସ୍ତକ 35 ପର୍ବର 22 ପଦରେ ଲକ୍ଷ୍ୟ କରିବାକୁ ପାରିବେ, ଯଦ୍ୱାରା ସେ ନିଜର ଜ୍ୟେଷ୍ଠାଧିକାର ହରାଇ ବସିଲା। କେବଳ ସେତିକି ନୁହେଁ, ତାହାର ପାପ ମଧ୍ୟ ତାହାର ବଂଶଧର ରୁବେନୀୟମାନଙ୍କ ପ୍ରତି ବର୍ତ୍ତିଲା, ଯଦ୍ୱାରା ସେମାନେ ଅସୁରର ରାଜା ତିଗ୍ଲତ୍ ପିଲେସରର ହସ୍ତରେ ବନ୍ଦୀ ହୋଇ ନିର୍ବାସିତ ହେଲେ, ଦାସତ୍ୱ ବନ୍ଧନରେ କଷ୍ଟ ପାଇଲେ। ପ୍ରିୟ ବନ୍ଧୁ, ବାସ୍ତବରେ ଯେଉଁମାନେ ଈଶ୍ୱରଙ୍କଠାରୁ ବିମୁଖ ହୋଇ ଅସତ୍ୟ ତଥା ଅଧର୍ମରେ କାଳାତିପାତ କରନ୍ତି, ସେମାନଙ୍କ ପ୍ରତି ଈଶ୍ୱରଙ୍କର ଅଭିଶାପ ବର୍ତ୍ତିଥାଏ। ଆପଣ ଦେଖନ୍ତୁ, ରୁବେନ, ଗାଦ ଓ ମନସୀର ଅର୍ଦ୍ଧବଂଶ ଈଶ୍ୱରଙ୍କ ପ୍ରତିଜ୍ଞା ଉପରେ ବିଶ୍ୱାସ ନ କରି ଈଶ୍ୱରଙ୍କଠାରୁ ବିମୁଖ ହେବାରୁ ସେମାନେ ବ୍ୟଭିଚାର ଓ ପ୍ରତିମା ପୂଜା ରୂପକ ପାପରେ ପତିତ ହେଲେ ଓ ଈଶ୍ୱରଙ୍କର କ୍ରୋଧର ପାତ୍ରପାତ୍ରୀ ହେଲେ। କେବଳ ସେତିକି ନୁହେଁ, ସେମାନେ ନିଜର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବାରୁ ଓ କେବଳ ନିଜର ଶାରୀରିକ ଭରଣପୋଷଣ ନେଇ ନିଜର ପଶୁପଲ ଉପରେ ନିର୍ଭର କରିବାରୁ ସେମାନେ ଈଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀ ହୋଇପାରିଲେ ନାହିଁ। ସେମାନେ ଈଶ୍ୱରଙ୍କ ଆଶୀର୍ବାଦରୁ ବଞ୍ଚିତ ହେଲେ। ସେମାନଙ୍କର ଅନ୍ତିମ ପରିଣତି ଅତି ଭୟାବହ ଥିଲା। ଶେଷରେ ସେମାନେ ଘୁଷୁରୀ ପାଳନ କଲେ, ଯାହାକି ମାର୍କଲିଖିତ ସୁଷମାଚାରର 5 ପର୍ବର ପ୍ରଥମ ପଦରେ ଆପଣ ଲକ୍ଷ୍ୟ କରିବାକୁ ପାରିବେ। ସେଠାରେ ସେହି ଗରାସ୍ୟମାନଙ୍କ ଅଞ୍ଚଳ ବୋଲି ଲେଖା ଅଛି। ସେହି ଗରାସ୍ୟମାନେ କିଏ ଜାଣନ୍ତି? ସେମାନେ ହେଉଛନ୍ତି ଏହି ଗାଦ ବଂଶଧର। ସେମାନେ ଜିହୁଦୀ ହୋଇ ମଧ୍ୟ ଶେଷରେ ଘୁଷୁରୀ ଚରାଇଲେ। ଏହା ସେମାନଙ୍କ ନିମନ୍ତେ ଏକ ଅଭିଶାପଜନକ ଥିଲା। ପ୍ରିୟ ବନ୍ଧୁ, ଯେଉଁମାନେ ଈଶ୍ୱରଙ୍କ ଉପରେ ନିର୍ଭର ନ କରି ନିଜ ଉପରେ ନିର୍ଭର କରନ୍ତି ଓ ନିଜର ଶକ୍ତି, ନିଜର ଯୋଗ୍ୟତା, ନିଜର ଆୟ ଉପରେ ନିର୍ଭର କରନ୍ତି, ଜାଗତିକତା ପ୍ରତି ବିଶେଷ ମନ ଦିଅନ୍ତି, ସେମାନଙ୍କ ଶେଷ ପରିଣତି ଠିକ୍ ଏହିପରି। ସେମାନେ ଜୀବନରେ କୃତକାର୍ଯ୍ୟ ହୋଇପାରନ୍ତି ନାହିଁ। ଆପଣ ଜାଣିଥିବେ, ଯେତେବେଳେ ପ୍ରଭୁ ଯୀଶୁ ସେହି ଗରାସ୍ୟମାନଙ୍କ ଅଞ୍ଚଳରେ ପ୍ରବେଶ କରି ଈଶ୍ୱରଙ୍କ ଶକ୍ତିର କାର୍ଯ୍ୟମାନ ସାଧନ କଲେ, ସେତେବେଳେ ସେମାନେ ତାହାଙ୍କୁ ଗ୍ରହଣ ନ କରି ସେମାନଙ୍କ ସୀମାରୁ ତାହାଙ୍କୁ ବାହାର କରିଦେଲେ, କାରଣ ସେମାନଙ୍କର ଘୁଷୁରୀ ବ୍ୟବସାୟ ବାଧାପ୍ରାପ୍ତ ହେଲା। ଯେହେତୁ ଯୀଶୁ ସେହି ବାହିନୀଭୂତକୁ ସେହି ଘୁଷୁରୀମାନଙ୍କ ମଧ୍ୟକୁ ପଠାଇ ଦେବା ଦ୍ୱାରା ସେହି ପଲ ଅତି ବେଗରେ ଦୌଡ଼ି ଯାଇ ତୀଖ ସ୍ଥାନରୁ ସମୁଦ୍ରରେ ପଡ଼ି ବୁଡ଼ିମଲେ, ଆଉ ଘୁଷୁରୀମାନଙ୍କ ସଂଖ୍ୟା ପ୍ରାୟ 2000 ଥିଲା। ତେଣୁକରି ସେମାନେ ଯୀଶୁଙ୍କୁ ସେମାନଙ୍କ ଅଞ୍ଚଳରୁ ବାହାରି ଯିବାକୁ କହିଲେ, କାରଣ ସେମାନଙ୍କ ବ୍ୟବସାୟ କ୍ଷତିଗ୍ରସ୍ତ ହେଲା। ସେମାନେ ଯୀଶୁଙ୍କୁ ଛାଡ଼ିଦେଲେ, ମାତ୍ର ନିଜର ବ୍ୟବସାୟକୁ ଛାଡ଼ିପାରିଲେ ନାହିଁ। ସେମାନେ ଘୁଷୁରୀମାନଙ୍କୁ ପସନ୍ଦ କଲେ, ମାତ୍ର ଯୀଶୁଙ୍କୁ ପସନ୍ଦ କଲେ ନାହିଁ। ସେମାନେ ଘୁଷୁରୀର ମୂଲ୍ୟକୁ ହିସାବ କରିପାରିଲେ, ମାତ୍ର ମନୁଷ୍ୟ ଜୀବନର ବହୁମୂଲ୍ୟତାକୁ ବୁଝିପାରିଲେ ନାହିଁ। ଆଉ ଯଦି ସେମାନେ ନିଜର ଜୀବନକୁ ଦେଖିଥାନ୍ତେ, ନିଜର ଜୀବନ ବିଷୟରେ ଚିନ୍ତା କରିଥାନ୍ତେ, ତାହେଲେ ସେମାନେ କେବେ ହେଲେ ପ୍ରଭୁ ଯୀଶୁଙ୍କୁ ଅଗ୍ରାହ୍ୟ କରିନଥାନ୍ତେ। ପ୍ରିୟ ବନ୍ଧୁ, ଆଜି ବି ମଧ୍ୟ ଅନେକ ଅଛନ୍ତି ଯେଉଁମାନେ କି ନିଜର ବ୍ୟବସାୟ ନିମନ୍ତେ ବିଶେଷ ଚିନ୍ତିତ, ମାତ୍ର ନିଜର ଜୀବନ ବିଷୟରେ ଚିନ୍ତିତ ନୁହନ୍ତି। ମାତ୍ର ଈଶ୍ୱରଙ୍କ ଲୋକମାନଙ୍କର ଆବଶ୍ୟକତା ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ, କି ସେମାନଙ୍କ ବିଷୟରେ ଚିନ୍ତା ମଧ୍ୟ କରନ୍ତି ନାହିଁ। ଆଜି ଅନେକ ନିଜର ସ୍ୱାର୍ଥ ନିମନ୍ତେ ବା ଧନଲୋଭ ହେତୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରିଦିଅନ୍ତି। ନିଜର ସ୍ୱାର୍ଥରେ ଆଞ୍ଚ ଆସିଲେ ମଧ୍ୟ ଖ୍ରୀଷ୍ଟଙ୍କୁ ପରିତ୍ୟାଗ କରିଦିଅନ୍ତି। କିଛି ସମସ୍ୟା ଆସିଲେ ଖ୍ରୀଷ୍ଟଙ୍କର ନିନ୍ଦା କରନ୍ତି। ସେମାନେ ନିଜର ବ୍ୟବସାୟକୁ
ମୁଖ୍ୟ ସ୍ଥାନ ଦିଅନ୍ତି, ମାତ୍ର ଖ୍ରୀଷ୍ଟଙ୍କୁ ନୁହେଁ। ଈଶ୍ୱରଙ୍କଠାରୁ ବିମୁଖ ହେବା ଦ୍ୱାରା ସେମାନେ ଶୟତାନର ଶିକାର ହୋଇ ନାନା ପ୍ରକାର ଜଘନ୍ୟ ପାପ କାର୍ଯ୍ୟରେ ଲିପ୍ତ ରୁହନ୍ତି, ଯାହାକି ସେମାନଙ୍କ ନିମନ୍ତେ ବିନାଶର କାରଣ ହୋଇଥାଏ। ପ୍ରିୟ ବନ୍ଧୁ, ଆଜି ଆପଣ କେଉଁଠି ଅଛନ୍ତି? ଆପଣ କ'ଣ ସେହି ଶୟତାନର ଦାସତ୍ୱ ବନ୍ଧନରେ ବାନ୍ଧି ହୋଇଅଛନ୍ତି? ଆପଣ କ'ଣ ଈଶ୍ୱରଙ୍କ ଲୋକମାନଙ୍କ ସହଭାଗିତାରୁ ବିଚ୍ଛିନ୍ନ ଜୀବନଯାପନ କରି ଅଭିଶାପର ସ୍ଥାନରେ ଅଛନ୍ତି? ଆପଣ କ'ଣ ବ୍ୟଭିଚାର କରି ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରି ଅଶାନ୍ତି ତଥା ସମସ୍ୟାରେ ଜୀବନଯାପନ କରୁଅଛନ୍ତି? ଆପଣ କ'ଣ ଈଶ୍ୱରଙ୍କ ନିୟମକୁ ଲଙ୍ଘନ କରି ନିଜର ମନ ମୁତାବକ ଜୀବନଯାପନ କରି ଅସତ୍ୟର ଅନୁଗାମୀ ହୋଇଅଛନ୍ତି? କିନ୍ତୁ ଏହାଦ୍ୱାରା ଆପଣ କେବେ ହେଲେ ଶାନ୍ତି ପାଇପାରିବେ ନାହିଁ କି ନିଜର ସମସ୍ୟାରୁ ଉଦ୍ଧାର ପାଇପାରିବେ ନାହିଁ। କିନ୍ତୁ ଏହି ସବୁରୁ ଯଦି ଉଦ୍ଧାର ପାଇବାକୁ ଚାହାନ୍ତି, ତାହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହୋଇ ତାହାଙ୍କର ଶରଣାପନ୍ନ ହେଉନ୍ତୁ ଓ ତାହାଙ୍କଠାରେ ନିଜର କଳୁଷିତ ଜୀବନକୁ ସମର୍ପଣ କରନ୍ତୁ। ତାହେଲେ ସେ ଆପଣଙ୍କୁ ତାହାଙ୍କର ସେହି ପବିତ୍ର ରକ୍ତରେ ଧୋଇ ଶୁଚି କରି ଈଶ୍ୱରଙ୍କର ନିକଟବର୍ତ୍ତୀ କରାଇବେ ଓ ଈଶ୍ୱରଙ୍କ ସନ୍ତାନତ୍ୱର ଅଧିକାରୀ କରାଇବେ, ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ କରାଇବେ। ଆପଣ ଏକ ଅପୂର୍ବ ଶାନ୍ତି ତଥା ଆନନ୍ଦକୁ ଉପଲବ୍ଧି କରିବେ। ଈଶ୍ୱର ଆପଣଙ୍କର ସହବର୍ତ୍ତୀ ହୋଇ ସମସ୍ତ ବିଷୟରେ ମଙ୍ଗଳ ପ୍ରଦାନ କରିବେ ଓ ସମସ୍ତ ସତ୍କର୍ମରେ ଆପଣଙ୍କୁ ସିଦ୍ଧ କରାଇବେ। ତେଣୁ ନିଜର ଧର୍ମକର୍ମ ଉପରେ ବା ନିଜର ଶକ୍ତି ସାମର୍ଥ୍ୟ ଉପରେ ନିର୍ଭର ନ କରି ଈଶ୍ୱରଙ୍କ ପ୍ରତିଜ୍ଞାଯୁକ୍ତ ବାକ୍ୟ ଉପରେ ନିର୍ଭର କରୁ। ତାହେଲେ ସେ ଆମମାନଙ୍କୁ ଏହି ଜଗତରେ ଏକ ବିଜୟୀ ଜୀବନଯାପନ କରିବା ନିମନ୍ତେ ସାହାଯ୍ୟ କରିବେ ଓ ଆମମାନେ ଭାଙ୍ଗି ନ ପଡ଼ି ବା ଭୟ ନ କରି ଈଶ୍ୱରଙ୍କଠାରେ ବିଶ୍ୱାସରେ ସ୍ଥିର ରହିପାରିବା ଓ ସେହି ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ଜୀବନଯାପନ କରି ଈଶ୍ୱରଙ୍କ ନିମନ୍ତେ ଫଳ ଫଳିପାରିବା। ସେଥିପାଇଁ ଯୋହନ 15 ପର୍ବରେ ପ୍ରଭୁ ଯୀଶୁ କହନ୍ତି, ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳିପାରେ ନାହିଁ, ସେହିପରି ତୁମ୍ଭେମାନେ ମୋଠାରେ ନ ରହିଲେ ନିଜରୁ ଫଳ ଫଳିପାର ନାହିଁ। ଆଉ ସେ କହନ୍ତି, ଯେ ମୋଠାରେ ନ ରହେ ସେ କିଛି କରିପାରେ ନାହିଁ। ପ୍ରିୟ ବନ୍ଧୁ, ଆମେ ଜାଣି ରଖିବା ଉଚିତ ଯେ ଆମମାନେ ହେଉଛି ଦୁର୍ବଳ ମନୁଷ୍ୟ। ଆମମାନଙ୍କର ନିଜର କୌଣସି ଶକ୍ତି ବା ସାମର୍ଥ୍ୟତା ନାହିଁ। କିନ୍ତୁ ଏହି ଜଗତରେ ଏକ ବିଜୟୀ ଜୀବନଯାପନ କରିବାକୁ ହେଲେ ଆମମାନଙ୍କୁ ଏକ ଐଶ୍ୱରିକ ଶକ୍ତିର ଆବଶ୍ୟକ। ଆଉ ସେ ଐଶ୍ୱରିକ ଶକ୍ତି କିଏ? ସେହି ଐଶ୍ୱରିକ ଶକ୍ତି ହେଉଛନ୍ତି ସ୍ୱୟଂ ଈଶ୍ୱର। ସେ ଐଶ୍ୱରିକ ଶକ୍ତି ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଆଉ ସେ ଏହି ଜଗତକୁ ଜୟ କରିଅଛନ୍ତି। ଶୟତାନର ପ୍ରଲୋଭନ ଉପରେ ସେ ଜୟ କରିଅଛନ୍ତି, ଶୟତାନର ପରୀକ୍ଷା ଉପରେ ସେ ଜୟ କରିଅଛନ୍ତି। ଆଉ ସେଥିପାଇଁ ସେ କହନ୍ତି, ଜଗତରେ ତୁମମାନଙ୍କ ନିମନ୍ତେ କ୍ଲେଶ ଅଛି, ମାତ୍ର ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ପ୍ରିୟ ବନ୍ଧୁ, ବାସ୍ତବରେ ଆମମାନଙ୍କ ନିମନ୍ତେ ଏକ ମହାନ ଭରସାର ବିଷୟ ହେଉଛି ଯେ ପ୍ରଭୁ ଯୀଶୁ ହିଁ କେବଳ ଏହି ଜଗତ ଉପରେ ବିଜୟ ହୋଇପାରିଛନ୍ତି। ପ୍ରଭୁ ଯୀଶୁ ହିଁ କେବଳ ଶୟତାନକୁ ଜୟ କରିପାରିଛନ୍ତି। ଆଉ ସେ ଏହି ଜଗତକୁ ଜୟ କରିଅଛନ୍ତି। ଆଉ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ଶକ୍ତିପ୍ରାପ୍ତ ହୁଅନ୍ତି। ଆଉ ସେମାନେ ଏହି ଜଗତ ଉପରେ ବିଜୟୀ ଜୀବନଯାପନ କରିବା ନିମନ୍ତେ ସମର୍ଥ ହୋଇପାରନ୍ତି। ଆଉ ଏହି ବିଜୟୀ ଜୀବନ କେବଳ ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସହାୟତାରେ ହିଁ କାଟିପାରିବା, ଯଦି ଆମେ ତାହାଙ୍କୁ ଆମମାନଙ୍କ ହୃଦୟ ମଧ୍ୟରେ ଗ୍ରହଣ କରୁ, ଆମମାନଙ୍କ ହୃଦୟରେ ସ୍ଥାନ ଦେଉ, ଆଉ ସେ ଆମମାନଙ୍କର ଏହି ଜୀବନକୁ ଅଧିକାର କରନ୍ତି, ତାହେଲେ ସେ ଆମକୁ ଏହି ଜଗତ ଉପରେ ଏକ ବିଜୟୀ ଜୀବନଯାପନ କରିବା ପାଇଁ ଶକ୍ତି ଦେବେ। ସେ ଆମମାନଙ୍କୁ ସାମର୍ଥ୍ୟ ପ୍ରଦାନ କରିବେ। ଆଉ ତାହାଙ୍କ ଶକ୍ତିରେ ହିଁ ଆମମାନେ ଏହି ଜଗତ ଉପରେ
ବିଜୟୀ ଜୀବନଯାପନ କରିବା ନିମନ୍ତେ ସମର୍ଥ ହୋଇପାରିବା। ତେଣୁ ଆସୁ ଏହି ଜଗତରେ ଆମମାନେ ଅନ୍ୟ କାହାର ପଛରେ ନ ଯାଇ ସେହି ପ୍ରଭୁ ଯୀଶୁଙ୍କର ପଛରେ ଅନୁଗମନ କରୁ, ତାହାଙ୍କୁ ନିଜ ହୃଦୟରେ ଗ୍ରହଣ କରୁ। ତାହେଲେ ସେ ଆମମାନଙ୍କୁ ଏହି ଜଗତରେ ଏକ ବିଜୟୀ ଜୀବନଯାପନ କରିବା ପାଇଁ ଶକ୍ତି ଦେବେ। ତେଣୁ ଆସନ୍ତୁ, ସମୟ ଥାଉଁ ଥାଉଁ, ସୁଯୋଗ ଥାଉ ଥାଉଁ ଏହି ସୁଯୋଗର ସଦ୍ବ୍ୟବହାର କରୁ। କାରଣ କାଳ ମନ୍ଦ ଅଟେ, ତାହା ପ୍ରଭୁଙ୍କର ବାକ୍ୟ ପ୍ରକାଶ କରେ। ଆପଣ ଜାଣନ୍ତି, ଏହି ଜଗତ କେବଳ ବିନାଶ ଆଡ଼କୁ ଗତି କରୁଅଛି। ଆଉ ଏହି ନଷ୍ଟକଳ୍ପ ଜଗତରେ ଯଦି ଆମେ ପ୍ରଭୁଙ୍କ ନିମନ୍ତେ ଜୀବନଯାପନ କରିବା ପାଇଁ ଚାହୁଁ, ଆଉ ନିଜର ଜୀବନକୁ ରକ୍ଷା କରିବା ପାଇଁ ଚାହୁଁ, ତାହେଲେ ପ୍ରଭୁ ଯୀଶୁ ହିଁ କେବଳ ଆମମାନଙ୍କର ରକ୍ଷାକର୍ତ୍ତା, ଉଦ୍ଧାରକର୍ତ୍ତା, ଶକ୍ତିଦାତା। ଆଉ ସେ ଆମମାନଙ୍କୁ ଏହି ଜଗତରେ ଏକ ବିଜୟୀ ଜୀବନଯାପନ କରିବା ପାଇଁ ଶକ୍ତି ଦେବେ। ସେ ଆମମାନଙ୍କର ସପକ୍ଷରେ ହେବେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆଶା କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହେଉଥିବେ। ଆମେ ଆଜିର ଅଧ୍ୟୟନରେ ଯିହୁଦା ଓ ସିମିୟନଙ୍କ ବଂଶାବଳୀ ବିଷୟରେ ଅଧ୍ୟୟନ କଲୁ। ଆମେ 5 ପର୍ବରେ ରୁବେନ, ଗାଦ ଓ ମନସେଙ୍କ ପରିବାର ବିଷୟରେ ଆଲୋଚନା କଲୁ। କିନ୍ତୁ ଏହି ଅଧ୍ୟୟନ ମଧ୍ୟରେ ଯାବେସଙ୍କ ପ୍ରାର୍ଥନା ବାସ୍ତବରେ ଆମ ନିମନ୍ତେ ଶିକ୍ଷଣୀୟ ବିଷୟ। ଯାବେସଙ୍କ ଜନ୍ମ ହିଁ ଦୁଃଖଦାୟକ ଥିଲା, ସେଥିପାଇଁ ତାଙ୍କୁ ଯାବେସ ନାମ ଦିଆଗଲା। କିନ୍ତୁ ଈଶ୍ୱରଙ୍କ ନିକଟରେ ତାଙ୍କ ପ୍ରାର୍ଥନା ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଥିଲା। ଆଜି ଆମ କଠିନ ପରିସ୍ଥିତିରେ ଆମେ କାହା ଉପରେ ନିର୍ଭର କରୁଛୁ? ଆମେ କ'ଣ ଈଶ୍ୱରଙ୍କ ଉପରେ ନିର୍ଭର କରୁଛୁ କି? ଯାବେସ ଯେପରି ପ୍ରାର୍ଥନା କଲେ, ଆମେ କ'ଣ ସେପରି ପ୍ରାର୍ଥନା କରୁଅଛୁ? ଯଦି ସେପରି ପ୍ରାର୍ଥନା କରୁ, ତେବେ ସେ ଆମକୁ ଆଶୀର୍ବାଦ କରିବେ। ଆଜି ତ ଆମ ସମୟ ଏଠାରେ ଶେଷ ହେବାକୁ ଗଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଆଜି ପାଇଁ ବିଦାୟ ଦିଅନ୍ତୁ। ରହିଲୁ, ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ ଯୀଶୁ, ତୁମ ପବିତ୍ର ନାମକୁ ଧନ୍ୟବାଦ ଦେଉଅଛୁ। ତୁମେ ଏତେ ସୁନ୍ଦର ଭାବରେ ଆଜିର ଶିକ୍ଷା ଆମମାନଙ୍କୁ ଦେଇଅଛ, ସେହିପରି ବିଶେଷ ଭାବରେ ଧନ୍ୟବାଦ ଦେଉଅଛୁ। ହଁ ପ୍ରଭୁ, ଯେଭଳି ଭାବରେ ଆମେ ପ୍ରାର୍ଥନାର ଜୀବନ କାଟିପାରିବୁ, ତୁମଠାରେ ଲାଗି ରହିପାରିବୁ, ତୁମେ ସେହିପରି ଆମକୁ ଶିଖାଅ ପ୍ରଭୁ। ହଁ ପ୍ରଭୁ, ପ୍ରାର୍ଥନାରେ ପ୍ରତିଦିନ ତୁମ ସହିତ ଯେମିତି ତୁମଠାରେ ହିଁ ନିର୍ଭର କରି ରହିପାରିବୁ, ତୁମେ ଆମ ପ୍ରାର୍ଥନାର ଉତ୍ତର ଦିଅ ବୋଲି ପ୍ରାର୍ଥନା କରୁଅଛୁ। ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ଗତ ପ୍ରଶ୍ନର ଉତ୍ତର ହେଲା ଏ ଏଜ୍ରା। ଆଜିର ପ୍ରଶ୍ନଟି ହେଉଛି, କାଲେବ ଓ ଯିହୋଶୁଆଙ୍କ ସମ୍ବାଦ କାହା ଉପରେ ପର୍ଯ୍ୟବେସିତ? ଏ ଭୟ, ବି ବିଶ୍ୱାସ, ସି ନିରାଶା, ଡି ମୃତ୍ୟୁ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି, ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ରାଉରକେଲାରୁ କେଶନୀ ଭୂୟାଁ ଓ ପରିବାର।